ବାଂଲାଦେଶରେ ଜଳୁଛି ନିଆଁ। ଶେଖ୍ ହାସିନାଙ୍କୁ ଗାଦିଚ୍ୟୁତ କରିବା ପରେ ଉପଦ୍ରବୀମାନେ କରୁଛନ୍ତି ତାଣ୍ଡବ ଲୀଳା। ଶେଖ୍ ହାସିନା ଦେଶ ଛାଡ଼ିବା ପରେ ହିନ୍ଦୁ ଏବଂ ଅନ୍ୟ ଅଳ୍ପ ସଂଖ୍ୟକଙ୍କୁ ଟାର୍ଗେଟ କରାଯାଉଅଛି। ସେମାନଙ୍କର ଘର ମଠ ମନ୍ଦିରକୁ ଜାଳି ପୋଡ଼ି ବରବାଦ କରିଦେଉଛନ୍ତି ଉପଦ୍ରବୀମାନେ। ବାଂଲାଦେଶରେ ଅବ୍ୟବସ୍ଥା ଏତେ ତଳକୁ ଖସିଯାଇଛି ଯେ ସାଧାରଣ ଜନତା ଭୟଭୀତ ଅବସ୍ଥାରେ ଅଛନ୍ତି। ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକମାନଙ୍କୁ ପୂର୍ବରୁ ବାଂଲାଦେଶରେ ଟାର୍ଗେଟ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଶେଖ୍ ହାସିନା ଦେଶ ଛାଡ଼ି ଭାରତ ଚାଲି ଆସିବା ପରେ ସେଠାରେ ବସବାସ କରୁଥିବା ହିନ୍ଦୁମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସାଜିଛି। ଶେଖ୍ ହାସିନାଙ୍କୁ ଗାଦିଚ୍ୟୁତ କରି ଭାରତକୁ ଚେତାବନୀ ଦେବା ଉପଦ୍ରବୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେଣୁ ଆମ ଦେଶରେ ରହୁଥିବା ବାଂଲାଦେଶୀମାନଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ ଆପଣମାନେ ଠିକ୍ ବୁଝିପାରୁଥିବେ। ଏ ବିଷୟରେ ଭାରତ ସରକାର ଭଲ କରି ଚିନ୍ତା କରିବା ଦରକାର। ଆଉ କିଛି ମୋଦି ବିରୋଧୀ ଦେଶଦ୍ରୋହୀ ଏହାର ଲାଭ ଉଠାଇବାକୁ ଯାଇ ବୟାନବାଜି ଆରମ୍ଭ କରିଦେଇଛନ୍ତି। ବାଂଲାଦେଶରେ ଯେପରି ଶେଖ୍ ହାସିନାଙ୍କୁ ଉପଦ୍ରବୀମାନେ ଗାଦିଚ୍ୟୁତ କଲେ, ଭାରତରେ ତାହା ହେବ ବୋଲି ମୋଦି ବିରୋଧୀ ଦେଶଦ୍ରୋହୀମାନେ ପୂର୍ବାନୁମାନ ଲଗାଇଛନ୍ତି। କିନ୍ତୁ ସ୍ଲିପର ସେଲ୍ମାନଙ୍କର ଦେଶ ବିରୋଧୀ ସ୍ୱପ୍ନ ସ୍ୱପ୍ନରେ ରହିଯିବ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ।